ନାଇଁ ମୁଁ ଖରାପ ବାପାଟା। ପୁଅର ବାହାଘର ମୁଁ କଲି, ଝିଅର ବାହାଘର କଲି, ବୋହୂ ଆସିଲା 2.5 ମାସ ପରେ ମୁଁ ଆଶ୍ରମକୁ ଆସିଲି। ଆପଣ ଏଠି କେମିତି? ମୁଁ ଭାଗ୍ୟବାନ ବୋଲି ଏଠିକି ଆସିଛି। ଆଚ୍ଛା। ମୋର ବିଶେଷ ମରିଗଲା ଆଜିକୁ 19 ବର୍ଷ ତଳେ। ମରିଗଲା ପରେ ମୋର 2ଟି ଝିଅ, ଗୋଟେ ପୁଅ। ଭଲ ବାପା ନୁହଁ। ମୁଁ ଯଦି ଭଲ ବାପା ହେଇଥାନ୍ତି ହଁ। ମୋ ପୁଅ ବୋହୂ ମତେ ରଖିଥାନ୍ତେ। ମୋ ପୁଅ ଅଭାବ କିଛି ନାହିଁ ମୋର। ମୁଁ ଯେହେତୁ ଭଲ ବାପା ନୁହେଁ, ଆଇ ଏମ୍ ନଟ୍ ଏ ଗୁଡ୍ ଫାଦର, ତ ମୋ ପୁଅ ମତେ ଆଶ୍ରମରେ ଛାଡ଼ିଛି 4 ବର୍ଷ ହେଲା। ଆପଣ କହିଲେ ଆପଣ ଜଣେ ଭଲ ବାପା ନୁହନ୍ତି, ତାହେଲେ ଦୁନିଆରେ ଭଲ ବାପା କିଏ? ନାଇଁ ମୁଁ ଭାବୁଛି ଆଜ୍ଞା ମୁଁ ଭଲ ବାପା ନୁହଁ ଏଇଥିପାଇଁ, ଖୋଲିକି କହିଲେ ସତ କଥା। ପୁଅର ବାହାଘର ହେଇନଥିଲା, ତମେ ଯୋଉ ଘର ନବ 3ଟା ବେଡରୁମ୍ ଦବ। ମୁଁ କହିଲା ମୋ ବାପାର ଗୋଟେ ମୋର ଗୋଟେ, ଆଉ 3ଟା ନେଇ କଣ ହବ? କ୍ୱାର୍ଟର 2ଟା ବେଡରୁମ୍। କିନ୍ତୁ ତା ସ୍ତ୍ରୀ ତାକୁ କହିଥିଲା ମୁଁ ବାହା ହେଲା ପରେ ମୋ ବୋଉ ରହିବ ମୋ ପାଖରେ। ତେଣୁ ଯିଏ ଗୀତରେ ଜୀବନ ଦେଇଛି ସେ ଜାଣିଛି, ଯେ ନିରୋଳାରେ ବସି କାନ୍ଦି ଶିଖିଛି ସେ ଜାଣିଛି। ତାକୁ ପଚାର ନା କେତେ ଯନ୍ତ୍ରଣା ଇଏ ସହି ହୁଏ କହି ହୁଏ ନା। ତା ମା ଆସିଲା ରହିଲା, ଆଜ୍ଞା ଗତ ମାସରେ ମରିଗଲା। ମୋ ଖଟ ଏଇଟା ଖାଲି। ଆପଣଙ୍କ ଘଟ ଖାଲି। ବୋଉ କହୁଛି ପଳେଇ ଆସ। ମୁଁ କହିବି ସିକ୍ୟୁରିଟି ଗାର୍ଡ କାମ କରିବି। ଆଚ୍ଛା, ମୁଁ ଏଇ ରେକର୍ଡିଂ କରୁଛି, ଯଦି ବହୁ ବିଷୟରେ ଆପଣ କହୁଛନ୍ତି ସେ ଶୁଣିଲେ ଆପଣଙ୍କୁ ଖରାପ ଭାବେ? କାଇଁ ଖରାପ ଭାବିବ? ଆଇ ଏମ୍ ଟକିଂ ହ୍ୱାଟ ଆଇ ଏମ୍ ଟକିଂ ଟ୍ରୁ। ତାଙ୍କର ତ୍ରିଶୂଳିଆର ଘର ମୋ ବୋଉର, ତାଙ୍କ ବାପା ଜଣେ ଆଡଭୋକେଟ, ତା ବୋଉ ଘର ହଉଛି ଭୁବନ, ତା ବୋଉ କରିଗଲା। ଏଇ ଜୀବନଟା ଏକ ନାଟକ। ଏ ନାଟକରେ ମୁଁ ନାୟକ। ଥିବା ଯାଏ ଶେଷ ଅଙ୍କ, ଯଦି ଜଣେ ଥାଏ ଦର୍ଶକ ତାହେଲେ ମୋର ନାଟକ ହବ ସାର୍ଥକ। ରେଷ୍ଟ ଅଫ୍ ଲାଇଫ୍ ଆପଣ ଏଇଠି କାଟୁଛନ୍ତି ନା ଘରେ କାଟୁଛନ୍ତି? ମତେ ସେ ଗୋଟିଏ କ୍ୱେଶ୍ଚିନ୍ ଆନ୍ସର। ମୁଁ ଆଜ୍ଞା ଘରକୁ ଯିବି ନାହିଁ।